ଟିକେ ସଂଘର୍ଷ କରିଛନ୍ତି ଯଦି ପୁରୁଣା କଥା ମନେ ପକେଇବେ ସେ ପ୍ରଥମେ ସରକାରୀ ଚାକିରି କରିଥିଲେ ଏମସିଏଲ ରେ ଡକ୍ଟର ଥିଲେ ପରବର୍ତ୍ତୀ ସମୟରେ ଚାକିରି ଛାଡ଼ିକି ଆମର ତ ଅଭ୍ୟାସ ଅଛି ବିଜେପିର ନେତୃତ୍ୱ ସଂଘର ନେତୃତ୍ୱ ଭଲ ଲୋକ ଦେଖିଲେ ତାକୁ ପାର୍ଟିରେ ଆଣିକି ପାର୍ଟି ବଢେଇବା କାମରେ ଲଗାନ୍ତି ସେଇଭଳିଆ ଡକ୍ଟର ଦେବେନ୍ଦ୍ର ପ୍ରଧାନ ସଂଘ ବାଲା ପାଇଥିଲେ ବିଜେପି ବାଲା ପାଇଥିଲେ ତାଙ୍କୁ ଆଣିକି ଧୀରେ 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 ବିଜେପିକୁ ବଢେଇବା ପାଇଁ ସେ ମଣ୍ଡଳ ଆମର ସଭାପତିଠୁ ଆରମ୍ଭ କରିକି ସେ ଜିଲ୍ଲା ସଭାପତି ରାଜ୍ୟ ସଭାପତି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ କରେ ଏବଂ ସେ ସମୟର ସଂଘର୍ଷ କ୍ଲିନିକ ହାଣ୍ଡି ଦ୍ୱାରା କରିଥିଲେ ପ୍ରାଇଭେଟ ଚାକିରି ଛାଡ଼ି ରାଜନୀତି କରିପାରିବେ ଚାକିରି କରିକି ପ୍ରାଇଭେଟ ଲାଇଫ ପ୍ରାକ୍ଟିସ କଲା ପରେ ଧୀରେ 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 ବେଶୀ ସମୟ ଗଲା ରାଜନୀତି ଏବଂ ସେତେବେଳେ ଯୋଉ ଭଳିଆ ସଂଘର୍ଷ ସେ କରିଛନ୍ତି ବୋଧ ହୁଏ ଅନ୍ୟ କିଏ ଯଦି ଚାହିଁଥାନ୍ତା ଆଉ କିଛି କରିବା ପାଇଁ ଯେତେବେଳେ ଲୋକ ଚାହୁଁନଥିଲେ ବିଜେପି କି ସେ କେମିତି ଚାହିଁଲେ ସେଟା ବେଳେ ବେଳେ ମୋ ମୁଣ୍ଡରେ ପ୍ରଶ୍ନ ଆସେ ଯେ ସାଧାରଣ ଲୋକ ବିଜେପି କି କେହି ଆଗ୍ରହ କରୁନାହାନ୍ତି ସିଏ କଣଟା ଦେଖିଲେ ବିଜେପି ଗଲେ ଏବଂ ବିଜେପି ତିଆରି କରିବା ପାଇଁ ତନ ମନ ଧନ ସବୁ ସମର୍ପିତ କଲେ ନିଶ୍ଚିତ ଭାବରେ ଏଟା ବେଳେ ବେଳେ ମୋ ମୁଣ୍ଡରେ ବି ଆଜି ବି ପ୍ରଶ୍ନ ଆସେ ସେ ସମୟରେ କଣଟା ଭିଜୁଆଲାଇଜ କରିକି ସେ ଦୂର ଦ୍ରଷ୍ଟା ଥିଲେ ନିଶ୍ଚିତ ଭାବରେ ତାଙ୍କର ସଂଘର୍ଷ କାରଣରୁ ଆମେ ଆଜି ଯାକେ ଅଛୁ ବୋଲେ ଆମର କିଛି ତାଙ୍କୁ ଛାଡ଼ିଦେଲେ ଆମର କିଛି ସ୍ୱପ୍ନ ନାହିଁ।